ପିଲାମାନେ ପୁଣି ଥରେ ଆଉ ଏକ ଭିଡିଓରେ ଆମେ ସମସ୍ତ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ପିଲାମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଉଛୁ। ପିଲେ ଆଲୋଚନା କରୁଥିଲେ ଉତ୍କଳମଣି ଗୋପବନ୍ଧୁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ଲିଖିତ ବନ୍ଦିର ବିରହ ବ୍ୟଥା କବିତାଟିକୁ ଆଜି ଆମେ ଏହାର ଦ୍ୱିତୀୟ ପଦ୍ୟ ଆଲୋଚନା କରିବା। ମାନେ ଅନ୍ତିମ ଭାଗ ସମ୍ପୂର୍ଣ୍ଣ ପଦ୍ୟଟି ପଢିବା। ଶେଷ ଯାଏ ନିଶ୍ଚୟ ଦେଖିବ ଏବଂ ସମସ୍ତ ସାଙ୍ଗମାନଙ୍କ ସହିତ ଟିକେ ସେୟାର କରିଦବ। ଆଉ ଯଦି ସବସ୍କ୍ରାଇବ କରିନାହଁ ସବସ୍କ୍ରାଇବ କରିଦବ ନିଶ୍ଚୟ ଭାବେ। ତ ଦେଖ ପିଲେ କଣ ଅଛି। ଦେଖ, ଅନୁରାଗ ରଙ୍ଗ ପ୍ରକାଶେ କ୍ଷମାଛି କପଳେ ତାମଧି କିନ୍ତୁ ବିରହ ଦୁଃଖ କାଳେ ମାବଳେ। କଣ କୁହାଗଲା? ପୂର୍ବ ଅଧ୍ୟାୟରେ ଆମେ ଦେଖିଲେ, ପୂର୍ବ କାଂଶରେ ଆମେ ଆଲୋଚନା କରିଥିଲେ ଯେ ସୂର୍ଯ୍ୟ ବିଦାୟ ନେଉଛନ୍ତି ଏବଂ ସମସ୍ତେ ବିଦାୟର ଆୟୋଜନ କରିଛନ୍ତି। ପକ୍ଷୀମାନେ କରୁଣ ଗାନ କରୁଛନ୍ତି। ତରୁ ଗିରି ଲତା ନିଜର ସାୟାକୁ ବିସ୍ତାର କରି ନିଜର ସୂର୍ଯ୍ୟଙ୍କ ଚରଣରେ ପ୍ରଣାମ ଜଣାଉଛନ୍ତି। ସୂର୍ଯ୍ୟ ସମସ୍ତଙ୍କ ଉପରେ ହେମ ବରଣୀ ପାଟ ଘୋଡାଇ ଦେଇଛନ୍ତି। ଏବଂ ଆମେ ଦେଖିଲେ ଯେ ସୂର୍ଯ୍ୟ କହୁଛନ୍ତି, ହେ ଧନୀ, ହେ ପ୍ରିୟ, ବ୍ୟସ୍ତ ହୁଅ ନା, ଦୁଃଖ କର ନା, ମୁଁ ପୁଣି କାଲି ଫେରି ଆସିବି। ପରନ୍ତୁ ଫେରି ଆସିବି ଏଇ ଯୋଉ କହିବା ଭିତରେ ଆଉ କଣ କରୁଛନ୍ତି ସୂର୍ଯ୍ୟ ନା, ଅନୁରାଗ ରଙ୍ଗ ପ୍ରକାଶ କ୍ଷଣ ପ୍ରାଚୀ କପୋଳେ। ପ୍ରାଚୀ କପୋଳେ କହିଲେ, ଦେଖ ପିଲେ, ପ୍ରାଚୀ କପୋଳେ, ପ୍ରାଚୀ କହିଲେ ପୂର୍ବ ଦିଗ, କପୋଳେ କହିଲେ ଗାଲ। ପୂର୍ବ ଦିଗର ଗାଲରେ ଅନୁରାଗର ରଙ୍ଗକୁ ସୂର୍ଯ୍ୟ ପ୍ରକାଶ କରିଛନ୍ତି। ବୁଝିପାରିଲା? ଅନୁରାଗ କହିଲେ ସ୍ନେହର, ପ୍ରୀତିର, ଭଲ ପାଇବାର ରଙ୍ଗକୁ ପୂର୍ବ ଦିଗରେ ଗାଲରେ ସୂର୍ଯ୍ୟଦେବ ବୋଲି ଦେଉଛନ୍ତି। ଉଡିଯିବେ ନା, ଅସ୍ତ ଯିବେ ନା। ବୁଝିପାରିଲା? ଯେତେବେଳେ ଅସ୍ତ ହେଇଯିବେ, ପଶ୍ଚିମ ଆକାଶରେ ଅସ୍ତ ହେଇଯିବେ, ତାଙ୍କର ଲାଲ ରଶ୍ମି ଆସି ପୂର୍ବ ଦିଗରେ ପଡୁଛି। ଯୋଉଟା ଦେଖାଯାଉଛି କବିଙ୍କୁ କଣ ନା, ପ୍ରାଚୀ ପୂର୍ବ ଦିଗର ଗାଲରେ, ପ୍ରାଚୀ ପୂର୍ବ ଦିଗର ଗାଲରେ ସୂର୍ଯ୍ୟଦେବ କଣ କରୁଛନ୍ତି ନା, ଅନୁରାଗର ରଙ୍ଗକୁ ପ୍ରକାଶ କରୁଛନ୍ତି। ବୁଝିପାରିଲା? ଆଉ କଣ, କିନ୍ତୁ ତା ଭିତରେ କଣ ହେଇଛି ନା, ତା ମଧ୍ୟରେ ଦେଖ ତାପରେ କଣ କହୁଛନ୍ତି, ତା ମଧ୍ୟରେ କିନ୍ତୁ ବୀର ଦୁଃଖ କାଳେ ମା ବଳେ। କିନ୍ତୁ ତା ମଧ୍ୟରେ ତା ମଧ୍ୟରେ ତା ମଧ୍ୟରେ କବି ଦେଖିବାକୁ ପାଉଛନ୍ତି, ସୂର୍ଯ୍ୟ ସିନା ହସି ହସି ବିଦାୟ ନେଉଛନ୍ତି, କହୁଛନ୍ତି ବ୍ୟସ୍ତ ହୁଅ ନା, ମୁଁ କାଲି ଫେରି ଆସିବି, ଏବଂ ସ୍ନେହ ରଙ୍ଗକୁ ବିଛେଇ ଦେଇଛନ୍ତି ଏବଂ ସମସ୍ତଙ୍କ ଉପରେ ହେମ ବରଣୀ ପାଟକୁ ନେଇ ଦେଇଛନ୍ତି। କିନ୍ତୁ ତା ମଧ୍ୟରେ ବିରହର ଦୁଃଖ ଲାଗିଛି। ବିରହ କହିଲେ ବିଚ୍ଛେଦର ଦୁଃଖ ଲାଗିଛି। କଣ ଲାଗିଛି ଦୁଃଖ? ବିଚ୍ଛେଦର ଦୁଃଖ ଏଇ ଲାଗିଛି। ଯେମିତି ପ୍ରିୟଜନ ଆମଠୁ ବିଦାୟ ନେଲେ ଆମ ମୁହଁ ଝାଉଁଳି ଯାଏ, ସେମିତି ଆଜି ପୃଥିବୀଠୁ ସୂର୍ଯ୍ୟ ବିଦାୟ ନେଉଛନ୍ତି। ତେଣୁ ପୃଥିବୀ କଣ ହେଇଯାଉଛି? କାଳିମା ଯୁକ୍ତ। ବୁଝିପାରିଲା? ଅନ୍ଧାର ମାଡି ଆସୁଛି। ଆଉ କଣ, ଅନ୍ଧାରିଆ ମାଡି ଆସିଲା। କବି ସେଇ କଥାକୁ କହୁଛନ୍ତି, ବିରହ ଦୁଃଖ କାଳିମା ବଳେ। ବିରହ ଦୁଃଖ କାଳିମା ବଳେ। ଏ ଯେଉଁ ସୂର୍ଯ୍ୟ ଧୀରେ ଧୀରେ ବିରହ ହେଇଯାଉଛନ୍ତି, ଏ ଯୋଉ ବିଚ୍ଛେଦ ଯାଉଛନ୍ତି, ସେଇ ବିଚ୍ଛେଦ ଦୁଃଖରେ ପୃଥିବୀ ଆଜି କଳା ଦେଖାଯାଉଛି ବା ଧୀରେ ଧୀରେ ଅନ୍ଧାର ମାଡି ଆସିଲେଣି। ତାପରେ କଣ କହୁଛନ୍ତି ଦେଖ ପିଲେ,
ଦେଖିଲେ ଅଭିଲାଷ ହାସ୍ୟ ପ୍ରକଟେ ଗୁରୁ ବିଷାଦ ରେଖା ଅନୁଭବେ ନେତ୍ରେ କେବଳ ସିନା ଯାଏ ସେ ଦେଖା। ତେଣୁ ରବି ରବି କହିଲେ ସୂର୍ଯ୍ୟ ଲାସ୍ୟ ହାସ୍ୟ। ଲାସ୍ୟ ହାସ୍ୟ କହିଲେ କଣ ନା ନିୟମିତ ଗତିରେ ଯେଉଁ ଲାସ୍ୟ ହାସ୍ୟ କହିଲେ ଯେଉଁ ନିୟମିତ ଗତି ବା ସୂର୍ଯ୍ୟ ଯେଉଁ ଧୀରେ ଧୀରେ ଗତି କରୁଛନ୍ତି ହସ ହସ ମୁଖ ଛାଡି ଚାଲି ଯାଉଛନ୍ତି ପୂର୍ବ ଦିଗକୁ, ଛାଡି ଚାଲି ଯାଉଛନ୍ତି ପୃଥିବୀକୁ। କିନ୍ତୁ ଲାସ୍ୟ ହାସ୍ୟ ଏଇ ଯୋଉ ଲୀଳାୟିତ ଗତିରେ ଯେଉଁ ହସ ଦେଖାଯାଉଛି ସେ ହସ କଣ ପ୍ରକାଶ କରୁଛି ଦେଖିବା। ବେଳେ ବେଳେ ପଢିଥିବା ଯୋଉ ବାଟରେ କାଳେ କିଏ କଣ ଭାବିବ ବାଟରେ କାଳେ କିଏ କଣ ଭାବିଦବ ସେଇ ଜାଗାରେ ଆମେ ଭାବିଦେଇ ହସିଦେଇ ହସିଦେଇ ନୁହେଁ ସେ ଜାଗାରେ ଆମେ ହସିଦେ। ଘରେ ଯେତେବେଳେ ମାନେ ଚୋରି କରିଦଉଛ ଜଣା ପଡିଗଲେ ବାପା ମାନଙ୍କ ଆଗରେ ଯେମିତି ହସି ଦଉଛ ନାଇଁ, ବା ଆମେ ବେଳେ ବେଳେ ଆମ ବହୁତ ହୃଦୟ ଭିତରୁ ବହୁତ ଦୁଃଖ ଥିବ କିନ୍ତୁ ଉପରେ ଆମର ହସଟା ଥିବ ନାଇଁ। ସେଇଭଳି ଭାବରେ ପୃଥିବୀ ସୂର୍ଯ୍ୟ କଣ କରୁଛନ୍ତି ତାଙ୍କର ଯୋଉ ଲାସ୍ୟ ହାସ୍ୟ ଲାସ୍ୟ ହାସ୍ୟରେ କଣ ପ୍ରକାଶ କରୁଛନ୍ତି ନା ଗୁରୁ ବିଷାଦ ରେଖା। ଗୁରୁ କହିଲେ ଅଧିକ, ଗୁରୁ କହିଲେ ଅଧିକ, ବିଷାଦ ରେଖା କହିଲେ ଯୋଉ ଦୁଃଖର ରେଖା ତାଙ୍କର ସୂର୍ଯ୍ୟଙ୍କ ମୁହଁରେ କଣ ଦେଖାଯାଉଛି ଗୁରୁ କହିଲେ ଅଧିକ ବିଷାଦ ରେଖା ଦେଖାଯାଉଛି, ଅଧିକ ଦୁଃଖ ଦେଖାଯାଉଛି। ପରନ୍ତୁ ସୂର୍ଯ୍ୟ ସିନା ଆଜି ହସୁଛନ୍ତି ଲାସ୍ୟ ହାସ୍ୟ ପ୍ରକାଶ ପାଉଛନ୍ତି। ସୂର୍ଯ୍ୟ ଲାସ୍ୟ ହାସ୍ୟ ପ୍ରକାଶ ପାଉଛି। ସେ ଯୋଉ ଲାସ୍ୟ ହାସ୍ୟ ସୂର୍ଯ୍ୟଙ୍କ ହସ ମୁହଁରେ ଦୁଃଖ ଜଣା ପଡୁଛି ଅଧିକ, ଗୁରୁ କହିଲେ ଅଧିକ ଦୁଃଖ ଜଣା ପଡୁଛି। ତାପରେ ଦେଖ ପିଲେ କଣ କହୁଛନ୍ତି ଅନୁଭବୀ ନେତ୍ରେ କେବଳ ସିନା ଯାଏ ସେ ଦେଖା। ସିନା ସେଇ କଥାକୁ ଅନୁଭବ କରୁଛୁ, ସେ ସିନା ସେଇ କଥାକୁ ଅନୁଭବ କରିଥିଲେ ହବ ତା କଥାକୁ ସେଇ କଥା ଦେଖାଯିବ। କେବଳ ତମେ ଅନୁଭବ କରୁଛ ନା ନାଇଁ ସେଇ କଥା। ଯିଏ ଅନୁଭବ କରୁଛି ଭିତର ଦୁଃଖ ଥିବା କିନ୍ତୁ ବାହାରକୁ ହସଟା ଥିବ, ଯେଉଁ ଯାତ୍ରା ଆକ୍ଟର କଥା କହିବା ବା ଯେଉଁ କମେଡିଆନ ମାନଙ୍କ କଥା କହିବା, ଆର୍ଟିଷ୍ଟ ମାନଙ୍କ କଥା କହିବା, ସେଇ ଦୁଃଖକୁ ସେ କଣ କରନ୍ତି ଅନ୍ୟ ଆଗରେ ହସ ପ୍ରକାଶ କରନ୍ତି, ଅନ୍ୟ ମୁହଁରେ ସେ ହସ ଫୁଟେଇଥାନ୍ତି। ନାଇଁ ସେଇଭଳି ଯିଏ ଅନୁଭବ କରିଛି ଏ କଥାକୁ, ଅନୁଭବ କେତେବେଳେ ସିନା ଯାଏ ସେ ଦେଖା। କାରଣ ଏଇଠି ଗୋପବନ୍ଧୁ ଦାସ ଅନୁଭବ କରିଛନ୍ତି ନିଜ ପ୍ରିୟ ସ୍ଥାନ ପ୍ରିୟଜନ ମାନଙ୍କୁ ଛାଡି ଆସି ହଜାରୀବାଗ ଜେଲରେ ଅଛନ୍ତି। ସେ ଅନୁଭବ କରୁଛନ୍ତି ବିଚ୍ଛେଦ କଲେ କେତେ ଦୁଃଖ ମିଳେ ବା ବିରହ ବିଚ୍ଛେଦରେ କେତେ ଯାତନା ସେ ଭୋଗିଛନ୍ତି। ତେଣୁ ସେ ହେଉଛନ୍ତି ଅନୁଭବୀ। ତେଣୁ ଅନୁଭବୀ ନେତ୍ରୀ, ବୁଝିପାରିଲା, ସେ ହେଉଛନ୍ତି ଅନୁଭବୀ। ତେଣୁ ଅନୁଭବୀର ଆଖିରେ ଏ କଥା ଦେଖାଯାଉଛି ଯେ ସୂର୍ଯ୍ୟ ହସୁଛନ୍ତି ପରନ୍ତୁ ସେ ହସରେ ଦୁଃଖ ପ୍ରକାଶ ପାଉଛି, ଅଧିକ ଦୁଃଖ ପାଉଛି, ଅଧିକ ଦୁଃଖ ପ୍ରକାଶ ପାଉଛି ନା ନାଇଁ। ଏବଂ ତାପରେ କଣ ଅଛି ଏସବୁ ପରବର୍ତ୍ତୀ ଭିଡିଓରେ ଆମେ ଶୁଣିପାରିବା।